नमस्कार जय जगन्नाथ। आपण मैंने बर्तमान जो दृश्य देखुं ये हूँ बांगिरीपोषी घाटी तलर दृश्य NH49। आज मजे देखूँ घाटी गोटे बहुत बड़ पत्थर ओल्टी पड़ी जहाँफल सका 10टा 11टा पाखु एमती जाम लगी रही। बहुत संख्यार ट्रक गुड़िक आसी एमती छिड़ा केवल ट्रक नुहे बस आउ छोट गाड़ी गुड़िक छिड़ा जहाँपाई यात्री मैंने बहुत परिमाण हैरान होती। आ विशेषकर खाଇବା ପିଇବା ପାଇଁ ଆଜି ବହୁତ ହଇରାଣ ହେଉଛନ୍ତି କାରଣ ସକାଳ ପାଖରୁ ବର୍ଷା ଲାଗି ରହିଛି। ଆଉ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଆଜି ସତର୍କ କରାଯାଇଥିଲା ଯେ ବହୁତ ଜୋର ପବନ ବର୍ଷା ହେବ ବୋଲି। ଆଉ ବର୍ଷା ତ ଅଲରେଡ଼ି ସକାଳୁ ହେଉଛି ଆଉ ପବନ ମଧ୍ୟ ଆରମ୍ଭ ହୋଇଗଲାଣି। ତ ଆଜି ଜାମ୍ ହେବାର ମୁଖ୍ୟ କାରଣ ଯେମିତି ମୁଁ କହିଲି ବହୁତ ବଡ଼ ପଥରଟିଏ ଖସି ପଡ଼ିଛି ଦର୍ଶନୀ ଘାଟି ଉପରୁ। ଆଉ ସେଥିପାଇଁ ଜାମ୍ ଲାଗି ରହିଛି। ପଥରକୁ ଅଢ଼େଇବା ପାଇଁ ପ୍ରଶାସନ ଚେଷ୍ଟା କରୁଛନ୍ତି କିନ୍ତୁ ଏଠାରେ ଗୋଟେ ଜିନିଷ ମନେ ରଖିବା ଦରକାର ଯେଉଁ ଭାବରେ ପ୍ରଶସ୍ତିକରଣ କାର୍ଯ୍ୟ ହୋଇଥିଲା ତ ସେହି ପ୍ରଶସ୍ତିକରଣ କାର୍ଯ୍ୟ ସମୟରେ ଅନେକ ମାତ୍ରାରେ ପଥରଗୁଡ଼ିକ ଝୁଲିକି ରହିଥିଲା। ଆଉ ଯେଉଁଟାକି ବର୍ଷା ପାଇଲା ପରେ ମାଟି ନରମ ହୋଇଗଲା ଏବଂ ଖସି ପଡ଼ୁଛି। ଆଉ ନିଶ୍ଚିତ ଭାବରେ ଏଇଟା ପ୍ରଥମ ଥର ହେଇଛି କିନ୍ତୁ ଆଗକୁ ନ ହେବ ବୋଲି କିଛି କହିହେବ ନାହିଁ କାରଣ ବହୁତ ଜାଗାରେ ଏମିତି ପଥର ଦେଖାଉ ଯେଉଁଟାକି ଖସିବାର ସମ୍ଭାବନା ଅଛି। ତେଣୁ ଯିଏ ବି ପ୍ରଶସ୍ତିକରଣ କାର୍ଯ୍ୟ କରୁଛନ୍ତି ସେମାନେ ଟିକେ ସଜାଗ ହେବା ଦରକାର। ଆଉ ଯେପରି ଆଗକୁ କିଛି ଧନ ଜୀବନ ନଷ୍ଟ ନ ହୁଏ ତା ପ୍ରତି କିଛି ପଦକ୍ଷେପ ନିଶ୍ଚିତ ଭାବରେ ନେବା ଦରକାର। କାରଣ ବର୍ତ୍ତମାନ ତ ମାଆଙ୍କ କୃପାରୁ ଆଜି ଯେଉଁ ପଥର ଖସିଛି ତାହାର କାହାରି କିଛି ହେଇନାହିଁ କିନ୍ତୁ ଆଗାମୀ ଦିନରେ ଯେ ନ ହେବ ତାର କୌଣସି ଗ୍ୟାରେଣ୍ଟି ମଧ୍ୟ ନାହିଁ। ତେଣୁ ଯେଉଁ ପ୍ରଶସ୍ତିକରଣ କାର୍ଯ୍ୟ ଯେଉଁ କମ୍ପାନୀ କରୁଛନ୍ତି ନିଶ୍ଚିତ ଏହା ପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ। ଆଉ ଏଠାରେ ଆପଣମାନେ ଦେଖିପାରୁଥିବେ ବହୁତ ପରିମାଣରେ ଜାମ୍ ଲାଗି ରହିଛି। ଆଉ ଅନେକ ଭାଇମାନେ ଡ୍ରାଇଭର ଭାଇମାନେ ହଇରାଣ ହେଉଛନ୍ତି। ଆଉ ଆପଣମାନେ ଯଦି ଏଇ ରୁଟ୍ରେ ଯିବା ଆସିବା କରୁଛନ୍ତି ତାହେଲେ NH49କୁ ବର୍ତ୍ତମାନ କିଛି ସମୟ ପାଇଁ ହୋଲ୍ଡ କରିଦିଅନ୍ତୁ ବା ଆସନ୍ତୁ ନାହିଁ। ଆମର ଯେଉଁ ଆଉ ଗୋଟେ ରୁଟ୍ ଅଛି ଯେଉଁଟାକି କାତ୍ରାରେ ପଶିକି ବିଷୟରେ ବାହାରିବ ସେଇ ଯାତ୍ରାରେ ସେଇ ଲାଇନ୍ ଆପଣ ଗଲେ ଆରାମରେ ପହଞ୍ଚି ପାରିବେ। ଆଉ ତା ମଧ୍ୟରେ ମଧ୍ୟ କିଛି ଭାଇମାନେ ଅଛନ୍ତି ଯେଉଁମାନେ କି ଦେଖନ୍ତୁ ଏଇଭଳିଆ ଭାବରେ ଜାମ୍ ଭିତରେ ଆଣିକି ଆହୁରି ଗାଡ଼ି ପୁରାଉଛନ୍ତି ଯାହାଫଳରେ ଆହୁରି ଅଧିକ ଜାମ୍ ହେଉଛି। ଆଉ ଏଇଭଳିଆ ଭାବରେ ଯଦି ଆପଣମାନେ ଟ୍ରାଫିକ୍ ରୁଲ୍ ମାନିବେ ନାହିଁ ବା ଲାଇନ୍ରେ ଠିକ୍ସେ ରହିବେ ନାହିଁ ନିଶ୍ଚିତ ଭାବରେ ଏହା ଜାମ୍କୁ ଆହୁରି ମାନେ ଜଟିଳ କରିଦେବ। ଏ ଦେଖନ୍ତୁ ଏ ଛୋଟ ଗାଡ଼ିଟେ ପଶିଗଲା କିନ୍ତୁ ସେ ଆଗକୁ ଯାଇପାରିବ ନାହିଁ ଆଉ ପଛକୁ ମଧ୍ୟ ଫେରି ପାରିବେ ନାହିଁ। ତ ଯାହାଫଳରେ ଜାମ୍ଟି ଆହୁରି ଅଧିକ ହୋଇଯିବ। ଏଇଭଳି ଭାବରେ ଜାମ୍ ଲାଗି ରହିଛି ଆଉ ଜାମ୍ ବଢ଼ି ଚାଲିଛି। ତ ଏଇଭଳି ଜାମ୍ ଯେଉଁଠି ବି ଆପଣ ଦେଖୁଛନ୍ତି ନିଶ୍ଚିତ ଭାବରେ ଲାଇନ୍ରେ ରହିବା ପାଇଁ ଚେଷ୍ଟା କରନ୍ତୁ। ଆଗକୁ ଗଲେ ମଧ୍ୟ କିଛି ଲାଭ ହେବ ନାହିଁ କାରଣ ଏଠାରେ ଆପଣ ଦେଖିପାରୁଥିବେ ସବୁଆଡ଼େ ଜାମ୍ ରହିଛି। କିଛି ଜଣ ଫେରି ମଧ୍ୟ ଯାଉଛନ୍ତି। ତ ଆପଣମାନେ ନିଶ୍ଚିତ ଭାବରେ ଲାଇନ୍ରେ କିଛି ସମୟ ଅପେକ୍ଷା କରନ୍ତୁ। ପଥରଟି ବର୍ତ୍ତମାନ ହଟି ହେଇଛି ଆଉ କିଛି ସମୟ ପରେ ନିଶ୍ଚିତ ଭାବରେ ସ୍ୱାଭାବିକ ହୋଇଯିବ ଚଳାଚଳ। ତ ଆପଣମାନେ ଯାଇପାରିବେ। ଆଉ ମୁଁ ଯେଉଁ କଥା କହୁଥିଲି ଦେଖନ୍ତୁ ମୁଁ ଆପଣଙ୍କୁ ଜୁମ୍ କରି ଦେଖାଉଛି ସେ ଛୋଟ ଗାଡ଼ି ଯାଇକି କେଉଁଠି ଫସିଲା ଦେଖନ୍ତୁ। ଏଠି ଦେଖନ୍ତୁ ସେ ଛୋଟ ଗାଡ଼ି କିପରି ଫସିକି ଛିଡ଼ା ହେଲା। ବର୍ତ୍ତମାନ ସେ ଆଗକୁ ଯାଇପାରିବ ନା ବ୍ରେକ୍ କରିପାରିବ। ଏଇଭଳିଆ କିଛି ଭାଇମାନେ ଅଛନ୍ତି ଯେଉଁମାନେ କି ଜବରଦସ୍ତି ବସିବା ପାଇଁ ଚେଷ୍ଟା କରୁଛନ୍ତି ଯାହାଫଳରେ ଜାମ୍ଟା ଅଧିକ ଜଟିଳ ହେଉଛି। କାରଣ ଯଦି ଠିକ୍ ଭାବରେ ଲାଇନ୍ରେ ଆପଣ ରହିବେ ତାହେଲେ ଯେତେବେଳେ ରାସ୍ତା ସଫା ହୋଇଯିବ ଆପଣମାନେ ନିଶ୍ଚିତ ଭାବରେ ଖୁବ୍ ସହଜର ସହିତ ଯାଇପାରିବେ ଆଉ ଶୀଘ୍ର ଯାଇପାରିବେ। କିନ୍ତୁ ଏଇଭଳି ଭାବରେ ଯଦି ଆପଣ ଟ୍ରାଫିକ୍ରେ ଛୋଟ ଛୋଟ ଗାଡ଼ି ଆଣି ପୁରେଇବେ ତାହେଲେ ଆପଣଙ୍କୁ ଯିବା ପାଇଁ ମଧ୍ୟ କଷ୍ଟ ହେବ ଆହୁରି ବିଳମ୍ବ ହେବ। ଆଉ ଯେଉଁ ଆମ କର୍ତ୍ତୃପକ୍ଷ ଅଛନ୍ତି ପ୍ରଶସ୍ତିକରଣର ଯେଉଁ କମ୍ପାନୀ ନେଇଛନ୍ତି ତାଙ୍କୁ ମଧ୍ୟ ଅନୁରୋଧ ଯେ ଆଗକୁ ଯେଉଁ କିପରି ଏଇ ପଥର ଖସିବ ନାହିଁ କିପରି ତାକୁ ଭଲ ଭାବରେ ବନ୍ଧା ଯାଇପାରିବ ଆଉ ଯେଉଁ ପଥର ଗୁଡ଼ିକ ଝୁଲିକି ରହିଛି ସେଗୁଡ଼ିକୁ କିପରି ଭାବରେ ନିଷ୍କାସନ କରାଯାଇପାରିବ ସେଥିପ୍ରତି ଟିକେ ଦୃଷ୍ଟି ଦେବେ କାରଣ ବହୁତ ଲୋକ ହଇରାଣ ହେଉଛନ୍ତି। ଆଉ ହେଉଛି ଆମର ଜାତୀୟ ରାଜପଥ NH49ର ଦୃଶ୍ୟ।